ରକ୍ତଦାନ ଶିବିର ରକ୍ତଦାନ ଶିବିର ଅନୁଷ୍ଠିତ। ରାଉରକେଲାର ସେକ୍ଟର 2 ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କୁନବିହାରୀ ଦାସଙ୍କ 55ତମ ଜନ୍ମ ଦିବସରେ ଏହି କାର୍ଯ୍ୟକ୍ରମରେ କ୍ଲବର ଆବାହକ ଶଙ୍କର ଜେନାଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଅତିଥି ଭାବେ ଚ୍ୟାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ସୁନୀଲ କାଏଲ, ନେତା ପ୍ରଫୁଲ୍ଲ ସୁନ୍ୟାନୀ ଓ କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ। କ୍ଲବର ସଦସ୍ୟା ସୁଶ୍ରୀ ଶ୍ରୀପ୍ରାତନିଆ ଜେନାଙ୍କ ଜନ୍ମଦିନ ଥିବାରୁ ସେ ମଧ୍ୟ ରକ୍ତଦାନ କରିଥିଲେ। ଏହି ଅବସରରେ ପ୍ରାୟ 55 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ପ୍ରତ୍ୟେକ ରକ୍ତଦାତାଙ୍କୁ କ୍ଲବ ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ, ମେମୋଣ୍ଟୋ ଓ ପ୍ରମାଣପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଆର୍ଜିଏଚ୍ର ଡାକ୍ତର ଏମ୍ ସୋରେନଙ୍କ ନେତୃତ୍ୱରେ ଏକ ଟିମ୍ ତଥା କ୍ଲବର ପ୍ରଣତି ଜେନା, ସିଲି ମହାନ୍ତି, ରେବତୀ ବାରିକ, ଶାନ୍ତିଲତା ବାରିକ, ଶଙ୍କରୀନା ପ୍ରଧାନ, ସୁନିତା ଶ୍ରୀନିବାସନ, ସସ୍ମିତା ମିଶ୍ର, ଦେବସ୍ମିତା ଶତପଥୀ, ଆଦିତ୍ୟ ବାରିକ, ରଞ୍ଜନ ବାରିକ, କାର୍ତ୍ତିକ ଖଣ୍ଡୱାଳ, କୁନା ସାହୁ, ସନାତନ ସୁନ୍ୟାନୀ, ପ୍ରଶାନ୍ତ ବିହାରୀ, ଜିତୁ ପାଇକରାୟ, ସଞ୍ଜୟ ପ୍ରଧାନ, ତୃପ୍ତିକୃଷ୍ଣ ମାଣିକ, ନୃସିଂହ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ଜେନା ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।